ପ୍ରକୃତ ଜ୍ଞାନୀ ଜୀବନର ପ୍ରାରମ୍ଭ ବା ଶୈଶବଠାରୁ ଗନ୍ତବ୍ୟସ୍ଥଳ ଅନ୍ତିମ ବା ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଆମେ ସମସ୍ତେ ଯାତ୍ରା କରୁଛେ। କୁହାଯାଏ, ଦୂରସ୍ଥାନକୁ ଯାତ୍ରା କଲାବେଳେ ଯାତ୍ରୀ ଯେତେ ଯେତେ ପଥ ଅତିକ୍ରମ କରେ, ମୂଳସ୍ଥାନଠାରୁ ତାର ମୋହ ସେତେ କମି କମି ଆସେ ଓ ଗନ୍ତବ୍ୟସ୍ଥଳ ପ୍ରତି ଆକର୍ଷଣ ବଢ଼ିଯାଏ। ସେ ଯାତ୍ରାର ଆରମ୍ଭରେ ସେହି ଅନୁପାତରେ ତାର ମୋହ ଓ ଆକର୍ଷଣ କମ୍ ବେଶୀ ହୁଏ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଥିଲେ ମଧ୍ୟ ସେହି ପୂର୍ବ ପାର୍ଥିବ ସୁଖରୁ ତାର ମୋହ ତୁଟିବା ବଦଳରେ ବରଂ ବଢ଼ିଚାଲେ। କୌଣସି ଦୂରସ୍ଥାନରୁ ଆସିଥିବା ରେଳଯାତ୍ରୀଟି ତାର ଗନ୍ତବ୍ୟସ୍ଥଳ ଷ୍ଟେସନରେ ଓହ୍ଲାଇବା ପରେ ତାର ପୂର୍ବରୁ ବସିଥିବା ରେଳଗାଡ଼ି ବା ସିଟ୍ ପ୍ରତି ମୋହ ନଥାଏ କି ତାକୁ ସେ ଝୁରି ହୁଏ ନାହିଁ। ବରଂ ଓହ୍ଲାଇବା ପୂର୍ବରୁ ଆଗକୁ ଯିବାକୁ ଥିବା ଯାତ୍ରୀଙ୍କୁ ମାନବିକତା ଦୃଷ୍ଟିରୁ ସିଟ୍ ଛାଡ଼ି ଦେଇଥାଏ। ଏଠାରେ ପ୍ରଶ୍ନ ଉଠେ, ଯଦି କିଛି ଘଣ୍ଟା ବସିଥିବା ଏହି ରେଳଗାଡ଼ି ଓ ରେଳ ସିଟ୍ ପ୍ରତି ଆମର ମୋହ ରହେ ନାହିଁ, ତେବେ କିଛି ବର୍ଷ ପାଇଁ ଯାତ୍ରା କରୁଥିବା ଏହି ରେଳ ଜୀବନ ଓ ରେଳ ସିଟ୍ ପରିବାର ପ୍ରତି ଏତେ ମୋହ କାହିଁକି? ବରଂ ଆମ ପରବର୍ତ୍ତୀ ରେଳଯାତ୍ରୀ ଭାବେ ଏହିରେ ବସିବା ପାଇଁ ପୁଅ ଓ ତା ପରର ଯାତ୍ରୀ ନାତି ଆସିଗଲେଣି। ତାଙ୍କୁ ସ୍ୱେଚ୍ଛାକୃତ ଭାବେ ସିଟ୍ ଛାଡ଼ିଦେଇ ଆମେ ମୋହ ବା ଚିନ୍ତାଶୂନ୍ୟ ହୋଇଯାଉନେ କାହିଁକି? ଏହି ସଂସାର ଦୁଇ ପ୍ରକାର। ପ୍ରଥମ ସଂସାର, ଯାହା ଆମକୁ ମିଳିଛି ଓ ଆମେ ତାକୁ ନିଜର ମାନୁଛୁ। ତାହା ସହିତ ଆମେ ସବୁଦିନ ରହିବ ନାହିଁ କି ସେ ଆମ ସହିତ ରହିବ ନାହିଁ। ଦ୍ୱିତୀୟ ସଂସାର ମିଳିନାହିଁ, କିନ୍ତୁ ଦୃଶ୍ୟମାନ ହେଉଛି। ଏହି ଦୃଶ୍ୟମାନ ସଂସାର ଆମକୁ ମିଳିନାହିଁ ଓ ମିଳିଥିବା ସଂସାର ରହିବ ନାହିଁ। ଏକଥା ଆମେ ଅନୁଭବ କରୁଥିଲେ ମଧ୍ୟ କାହା ଭରସାରେ ବସିରହିଛୁ ବା ଏହି ଅନିତ୍ୟ ସଂସାରକୁ ଜାବୁଡ଼ି ଧରିଛୁ। ଦେଖାଦେବ ଜିନିଷ ମିଳେ ନାହିଁ କିମ୍ବା ମିଳୁଥିବା ଜିନିଷ ରହେ ନାହିଁ। ଏକମାତ୍ର ପରମାତ୍ମା ହିଁ ହେଉଛନ୍ତି ଆମ ଆଧାର। ଗୁ ଭରସା। ସେଥିପାଇଁ ଆବଶ୍ୟକ ଆତ୍ମପରିଚୟ। ଯେଉଁମାନେ ଏହାକୁ ଚିହ୍ନିପାରନ୍ତି, ସେମାନେ ସମସ୍ତ ମୋହ, ଦୁଃଖ, ଭୟ ଓ ଦାରିଦ୍ର୍ୟରୁ ମୁକ୍ତ ହୋଇଯାଆନ୍ତି। ଗୋଟିଏ ଆବରଣ ମଧ୍ୟରେ ଦୁଇଟି ଶିଶୁ ମାତୃଗର୍ଭରୁ ଜନ୍ମଲାଭ କରନ୍ତି। ଗୋଟିଏ ଶିଶୁ ଶରୀର, ବାଲ୍ୟ, ଯୌବନ ଓ ବୃଦ୍ଧାବସ୍ଥା ପରେ ମୃତ୍ୟୁଲାଭ କରି ପଞ୍ଚଭୂତରେ ବିଲୀନ ହୋଇଯାଏ। କିନ୍ତୁ ଅନ୍ୟ ଶିଶୁ, ଆତ୍ମା, ଆରମ୍ଭରେ ଯେପରି ଥିଲା, ଶେଷ ପର୍ଯ୍ୟନ୍ତ ସେହିପରି ହିଁ ଥାଏ ଏବଂ ଶରୀରକୁ ଛାଡ଼ିଦେଲେ ପରେ ସେ ନିଜ କର୍ମ ଅନୁସାରେ ଅନ୍ୟ ଏକ ଶରୀରରେ ପ୍ରବେଶ କରେ। ତାର ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ତେଣୁ ସେ ଅନାଦି ଅନନ୍ତ। ଶରୀର ମଧ୍ୟରେ ଆତ୍ମା ଅବସ୍ଥିତିର ମୁଖ୍ୟ ପ୍ରମାଣ ହେଉଛି ଚେତନା। ମେଘୁଆ ଆକାଶରେ ସୂର୍ଯ୍ୟ ଦୃଶ୍ୟମାନ ନହେଲେ ମଧ୍ୟ ତାଙ୍କ ଉପସ୍ଥିତିକୁ ଆମେ ଦିବସର ପ୍ରକାଶ ଅନୁଭବ କରୁ। ସେହିଭଳି ପ୍ରତ୍ୟକ୍ଷ ଭାବେ ଆତ୍ମାକୁ ଦର୍ଶନ କରିନପାରିଲେ ମଧ୍ୟ ଚେତନାରେ ଅନୁଭବ କରିଥାଉ, ଯେଉଁ ଚେତନାର ଅଭାବରେ ଶରୀର ମୃତ ବସ୍ତୁ ସଦୃଶ। ଶରୀର ଆତ୍ମା ନିମିତ୍ତ ଏକ ଯାନ ସଦୃଶ, ଯାହାଦ୍ୱାରା ତାହା ହଜାର ହଜାର ଭୌତିକ ଇଚ୍ଛା ପୂରଣ କରିଥାଏ। ଯେତେବେଳେ ଜଣେ ବୃଦ୍ଧ ହୋଇଯାଏ, ସେତେବେଳେ ଶରୀର ଏବଂ ଆତ୍ମାର ପାର୍ଥକ୍ୟ ସ୍ପଷ୍ଟ ଜଣାପଡ଼େ। ଜୀବନକାଳ ଭିତରେ ବ୍ୟକ୍ତି ଜାଣିପାରେ ତାର ଶରୀର କିପରି ପରିବର୍ତ୍ତିତ ହେଉଛି। ଶରୀରର ଏତେ ପରିବର୍ତ୍ତନ ମଧ୍ୟରେ ଆତ୍ମାର କୌଣସି ପରିବର୍ତ୍ତନ ହେଉନାହିଁ। ସେଥିପାଇଁ ଆମେ ତର୍କପୂର୍ଣ୍ଣ ପ୍ରମାଣ ଅନୁଯାୟୀ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥାଉ ଯେ, ଶରୀର ପରିବର୍ତ୍ତିତ ହେଲେ ମଧ୍ୟ ଚେତନାର ପରିବର୍ତ୍ତନ ହୁଏ ନାହିଁ। ଏ ସଂସାରରେ ଜାଣିବାଯୋଗ୍ୟ ଅନେକ ବିଷୟ ରହିଛି। ମାତ୍ର ନିଜକୁ ନିଜେ ଜାଣିବା ଏସବୁ ବିଷୟରେ ମୁଖ୍ୟ। ଯେଉଁ ବ୍ୟକ୍ତି ନିଜକୁ ଜାଣିପାରନ୍ତି ସେ ଜୀବନର ରହସ୍ୟକୁ ବୁଝିପାରନ୍ତି। ଜୀବନ ଅବଧୂର ଦୀର୍ଘ ପଥରେ ଯାତ୍ରା କଲାବେଳେ ସେ ଛାଡ଼ି ଆସିଥିବା ଶୈଶବ ଓ ଯୌବନ ପ୍ରତି ମୋହଗ୍ରସ୍ତ କିମ୍ବା ଅନ୍ତିମ ବାର୍ଦ୍ଧକ୍ୟ ଅବସ୍ଥା ପ୍ରତି ଭୟଭୀତ ହୁଅନ୍ତି ନାହିଁ। ମାୟା, ଭୟ ଓ ପାର୍ଥବ ଆକର୍ଷଣର ଅନ୍ତ ହୋଇଯାଏ। ତାଙ୍କର ସମସ୍ତ ମୋହ, ସେହି ଅନୁଚ୍ଛେଦ ସତ୍ତା ତାଙ୍କର ଅନନ୍ତ ଯାତ୍ରାପଥରେ ଯେତେ ରେଳଗାଡ଼ି ଜୀବନରେ ଯେତେ ସିଟ୍ ପରିବାରରେ ବସି ଯାତ୍ରା କଲେ ମଧ୍ୟ କୌଣସି ପରିସ୍ଥିତି ହୁଅନ୍ତି ନାହିଁ। ସେମାନେ ସର୍ବଦା ନିଜକୁ ଶରୀରଠାରୁ ସ୍ୱତନ୍ତ୍ର ସ୍ଥିତିରେ ମୋହଗ୍ରସ୍ତ ତନ୍ତ୍ର ଭିନ୍ନ ବୋଲି ଅନୁଭବ କରିଥାନ୍ତି ଏବଂ ସମସ୍ତ କର୍ମ ନିର୍ବାହ କରି ମଧ୍ୟ ଅନାସକ୍ତ ଥାଆନ୍ତି। ତାଙ୍କ ନିକଟରେ ସୁଖ, ଦୁଃଖ, ନିନ୍ଦା, ପ୍ରଶଂସା, ସମ୍ପଦ ବିପଦର ମୂଲ୍ୟ ସର୍ବଦା ସମାନ, ଅର୍ଥାତ୍ ସେମାନେ ସ୍ଥିତପ୍ରଜ୍ଞ। ଭୌତିକ ବିଜ୍ଞାନୀମାନେ ଆଶ୍ଚର୍ଯ୍ୟଜନକ ଉଦ୍ଭାବନ କରିଛନ୍ତି। ପ୍ରକୃତିର ଅନ୍ତରାଳରେ ଥିବା ବିଦ୍ୟୁତ୍ ଶକ୍ତି, ପରମାଣୁ ଶକ୍ତି ଇତ୍ୟାଦିକୁ ଖୋଜି ବାହାର କରିଛନ୍ତି।
ସେହିପରି ଆଧ୍ୟାତ୍ମ୍ୟ ଜଗତର ମହାନ୍ତି ସାଧକଗଣ ଜୀବନ ସିନ୍ଧୁ ମନ୍ଥନ କରି ଆତ୍ମଜ୍ଞାନ ରୂପୀ ଅମୃତର ସନ୍ଧାନ ପାଇଛନ୍ତି। ଏହି ଆତ୍ମାକୁ ଜାଣିଥିବା ବ୍ୟକ୍ତି ପ୍ରକୃତ ଜ୍ଞାନୀ ହୋଇଯାଆନ୍ତି। ତାଙ୍କୁ ବିଶ୍ୱବିଜେତା ମାୟାତୀତ କୁହାଯାଏ। ତେଣୁ ନିଜକୁ ନିଜେ ଜାଣିବା ପ୍ରତ୍ୟେକ ବ୍ୟକ୍ତିଙ୍କ କର୍ତ୍ତବ୍ୟ। ମୁଁ କିଏ? ଏହି ପ୍ରଶ୍ନ ନିଜକୁ ନିଜେ ପଚାରିବା। ଚିନ୍ତନ ମନନପୂର୍ବକ ଏହାର ଯଥାର୍ଥ ଉତ୍ତର ବ୍ୟାକୁଳତାର ସହ ଖୋଜି ବୁଲିବା। ତା ହେଲେ ନିଜର ସେହି ବାସ୍ତବ ରୂପ ଆତ୍ମା ଦିନେ ନା ଦିନେ ଆପେ ଆମକୁ ଧରାଦେବ। ଯାହାଙ୍କ ପ୍ରାପ୍ତିରେ ଆମେ ଆମ ପ୍ରକୃତ ହିତ ଅହିତକୁ ବୁଝିପାରିବା। ଆତ୍ମାନୁରକ୍ତ ହେବା ପରେ ଜୀବ ପୂର୍ବରୁ ଯେଉଁ ପାର୍ଥିବ ବସ୍ତୁକୁ ହିତ ମନେକରି ଲାଳାୟିତ ହେଉଥିଲା, ସେଗୁଡ଼ିକ ତାକୁ ତୁଚ୍ଛ ଓ କ୍ଷତିକାରକ ବୋଲି ମନେ ହେବ। ମାୟାଲିପ୍ତ ଜୀବ ଯେଉଁ ବିଷୟଠାରୁ ଦୂରେଇ ରହେ, ଆତ୍ମପରାୟଣ ବ୍ୟକ୍ତି ସେଥିରୁ ସ୍ୱର୍ଗୀୟ ରସ ଆସ୍ୱାଦନ କରିଥାଏ। ଆତ୍ମସାଧନ ପଥରେ ଅଗ୍ରସର ହେଉଥିବା ପଞ୍ଚୁକର ଅଦୃଶ୍ୟ ଚକ୍ଷୁ ଖୋଲିଯାଏ ଏବଂ ସେ ଜୀବନର ମହତ୍ତ୍ୱପୂର୍ଣ୍ଣ ରହସ୍ୟକୁ ବୁଝିପାରି ଶାଶ୍ୱତ ସତ୍ୟ ଦିଗରେ ଅଧିକ ବେଗରେ ଅଗ୍ରସର ହୋଇଥାଏ। ଆତ୍ମାର ସେହି ଶାଶ୍ୱତ ଓ ବାସ୍ତବ ରୂପକୁ ଥରେ ମାତ୍ର ଦେଖୁଥିବା ସାଧକ କଦାପି ପଛକୁ ଫେରି ନପାରେ। ମରୁସ୍ଥଳରେ ଭୀଷଣ ତୃଷ୍ଣାରେ ଯାହାର ଗଳା ଶୁଖିଯାଇଛି, ପ୍ରତି ମୁହୂର୍ତ୍ତରେ ମୃତ୍ୟୁସମ ଅସହନୀୟ ବେଦନା ରହିଛି, ସେ ବ୍ୟକ୍ତି ବିଶାଳ କଳ୍ପତରୁର ସୁଶୀତଳ ଛାୟା ଓ ଶୀତଳ, ସ୍ୱଚ୍ଛ ପ୍ରବାହିତ ନଦୀତଟ ତ୍ୟାଗ କରି ପୁଣି ନ ସେହି ମରୁସ୍ଥଳକୁ ଯାଇପାରିବ। ଭଗବାନ କହିଛନ୍ତି, ତାହା ହିଁ ମୋର ଧାମ, ଯଦ୍ ନିବର୍ଭନ୍ତେ ତଦ୍ଧାମ ପରମ ମମ। ଥରେ ସେଠାରେ ପହଞ୍ଚୁଗଲେ ପାଦ ପଛକୁ ଫେରି ନାହିଁ। ସେଠାରେ ଯୋଗଭ୍ରଷ୍ଟ ହେବାର ପ୍ରଶ୍ନ ହିଁ ନାହିଁ। ନିଜ ପହଞ୍ଚୁବା ପରେ କେହି ନ ଘରର ରାସ୍ତା ପାଶୋରି ଦେଇପାରେ। ଅଛ ଜଳ ଲେଉଟି ଗତ୍ମା ନ ଆଉ ନିଜ ଘରେ।